संकीर्तन चली थे मझिया खंड नुहे बापा नहीं सारे सी गोप है सी वृंदावन हो गला आमे जिते सब एकत्रित होइछे भाई आमे समस्त हेले गोपी 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 तेणु गोपी भाव न आसला पर्यंत मो प्रभुर सानिध्य लाभ पाइबा नहीं एथि अति बड़ी दास कहती हरि कथारे जार श्रद्धा बापा ताकू न लागे भव बाधा ताकू न लागे भव बाधा ताकू न लागे भव बाधा आउ हरि को नामे बांध भेड़ा हरि कहरिबे चका डोला हरि कहरिबे चका डोला कहरिबे चका डोला बापा आनंदे बोलो हरि 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 कहरिबे भबु काहे हरि कहरिबे भबु काहे हरि कहरिबे सर्वे बोल मनानंदे कबा बोला बाबा आज्ञा हरि बोल पकेबानी पकेबाना पैसा केवल खर्च होची हरि बोल पे आज्ञा आज्ञा आमे जदी हरि बोल न पकेबा किछि मूल्य ना आमे को सारे जाहि काहे की करा हरि बोइले हरि दुख हो हरे दुख हरि बोइले हरे दुख हो सेहु दुख हरि आनंद सुख हो सेहु सुख हरि महा सुख हो महा सुख सर्वे बोल आनंदे कबा ना बोधे मो बार महाप्रसाद सांगे सांगे से बनई बोधे से टिके अड़ुआ कर तेणु धन रे हरि दरबार रे मन चलिले सर्व चले प्रकृति ओटारती हेले जार मन थाए स्थिर से कालभे चक्रधर से प्रभु जाकू करे दया ताकू न लागे भव माया किछि समय पे माया को काटी दबा मन को पवित्रता कर दबा हरि पाखरे सणा पर नहीं जिबा जना पड़ी जीवो सर्वे बोल आनंदे कबा तेणु हे महाप्रभु हरि बोइले हरे दुख हरि आनंद महा सुख तोरे आज्ञा आज दिनटा होची गोटा स्वतंत्र दिन हाँ सारे कौन स्वतंत्र दिन महाप्रभुंकर जन्म ए कली कलमुष पाप पंकरु कलिहत जीवक उद्धार करिबा पई 1486 ख्रीष्टाब्द रे नदिया नवद्वीप अंतर्गत मायापुर रे आइलालो मो सची मां गर्भ को सुंदर सौंदर्यमय करी धरा पृष्ठ रे उदय हेतिला गोटाए चंद्र नाटी होची गौरांग चंद्र एमिति पूर्णिमा तिथि रे लागिची ग्रहण ए कलिहत जीवक उद्धार करिबा पई से दिन प्रभु अवतीर्ण हला धरा पृष्ठ रे हला आज होची सेई दिन ए पुओ सेई महाप्रभु का दिन रे कला कोन कबर न आगौर प्रभु मो सचिन दान सचिन दान सचिन दान सचिन दान भाव प्राकृत भावे
কনক বরণ গৌর প্রভু সচিনন্দন হ্যাঁ অপ্রাকৃত ভাবে বান্টিলে কৃষ্ণ প্রণয়দ ধন ওরে আজ্ঞା আরে প্রেম তো প্রেম হ্যাঁ প্রেম পুଣି অপ্রাকৃত প্রেম হ্যাঁ প্রমাণ দেলা কিଏ ଏ বিদগ্ধ চিন্তামণি ହଁ অভিমন্যু সামন্ত সিଂহ ହେଲା এ পুଅ ଆଜ୍ଞା কলা অপ্রাকৃত ଏ या प्रेम मूर्ति जय राधा रे अप्राकृत प्रभु राधा अव्रतली ताहातु व्रत अव्रतली कलहब हरि अप्राकृत प्रेम मूर्ति जय दश मात्रा बाद्य ଆଜ୍ଞା ଝାମ୍ପ ତାଳ ହଁ ପୁଅ ହଁ ଆଉ ଆମେ ଟିକେ କମେଇ ଦେଲୁନି ବୋଲି ହଁ ହଁ ତମ ବାଇକ ଖାଲି ଫଡ ଫଡ ହଉଛ ଆ ଆଁ? ହେଲା ତେଣୁ ଦନେଇ ଦାସ କହନ୍ତି କଣ କାଳକୁ କଥା ହେଲା ନୂଆରେ ପ୍ରାଣ ବନ୍ଧୁଆ ହଁ ଶାଳ ପୁଆ ଶାଳ ଜାଳ ଯୋଗ୍ୟ ହେଲେ ହେଲେ ତମେ ଜାଳ ଧୁଆ ଧୁଆ ଆଁ? ହଁ ହଁ ହଉ ହଉ ହଁ ତେଣୁ ହେ ମହାପ୍ରଭୁ ହଁ ଆଜି ଯେତେବେଳେ ନିମ୍ବ ଗଛ ମୂଳରେ ଜନ୍ମ ହେଇ ପଡିଲା ସମସ୍ତଙ୍କର ଆଶା ଆକାଂକ୍ଷା ଆରେ 13 ମାସିଆ ପିଲାଟା କଣ ବଞ୍ଚିଛି ମା ମନରେ ଅନେକ ପ୍ରଶ୍ନ ପୁଅରେ ଯେତେବେଳେ ମା ଦରାଣ୍ଡି ଦେଲା କହିଲା କାହିଁ କିଛି ତ ହଉନି ହଉନି ତ ତା ମାନେ କଣ ମୋ ଧନ ଜୀବନରେ ନାହିଁ ଅଛିଲ ପୁଅରେ ପବନ ଦେବତାଙ୍କର ଆଶୀର୍ବାଦ ଯେତେବେଳେ ପାଇଲା କହିଲା ଶିଶୁ କୁଆ କୁଆ ଶବଦ ଶୁଣି ଶିଶୁ କୁଆ କୁଆ ଶବଦ ଶୁଣି ଆଉ ଆସିନ ମିଳିଲେ ସର୍ବତରୁଣୀ ଆସିନ ମିଳିଲେ ସର୍ବତରୁଣୀ ଆଲୋ ସଚୀ ମା ତାଙ୍କର ହୋଇଛି ପୁଅ କହିଲା ସତୀ ମା ତାଙ୍କର ହୋଇଛି ପୁଅ ଆଉ ଆସିକିଏ ନାଭି କାଟିଣ ଦିଅଲୋ ଏଡ଼ିକି ସୁନ୍ଦର ଏଡ଼ିକି ସୁନ୍ଦର ଆଉ ପୁଅ ହୋଇଥିଲ ସଚୀ ମାତାର ଲୋ ଏଡ଼ିକି ସୁନ୍ଦର ପୁଅ ହୋଇଥିଲ ସତୀ ମାତାଙ୍କର ଏଡ଼ିକି ସୁନ୍ଦର ଅନା ଅନାରେ ନବୀନା ଅନା ଅନାରେ ନବୀନା ନବୀନା অনারে নবীনা
ହେ ହେ ଟିକେ ଠିଆ ହେବ ଓଲା କେତେ କାଳ ବସିବି ତାକୁ ଅନାରେ ଆହା ରହରେ ପୁଅ ଖାଇକି ଯିବୁ ରଖୁଆ ରହ ରହ ମାନେ ଓହୋ ଦେଖ 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 ମାନେ ଓଲଟା ଗୋଟେ ଏପଟ ସାଇଡ ନାଇଁ ଭାଇ କେତେ କାଳ ବସିବି ହେଲୋ 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 କେତେ କାଳ ବସିବି ଅନାରେ ତାକୁ କେତେ କାଳ ବସିବି କରିଛି ଘଟଣା କେତେ କାଳ ବସିବି ଏ
ବଢେଇ ଦିଅ। ମନରେ ଭଜ ରାମ ଭଜ ରାମ ନାମକୁ ମନରେ ଭଜ ରାମ ଭଜ ରାମ ନାମକୁ ମନରେ ଭଜ ରାମ ଭଜ ରାମ ନାମକୁ ମନରେ ଭଜ ରାମ କହିଲା ଦୁର୍ଲଭ ଜନମ କଲୁ ଅକାରଣ ଦୁର୍ଲଭ ଜନମ କଲୁ ଅକାରଣ ନତେ ଚିଣ ମୋହ ମାୟା ଭ୍ରମ ମନରେ ଭଜ ରାମ ଭଜ ରାମ ନାମକୁ ଭଜ ରାମ ନାମକୁ ମନରେ ଭଜ ରାମ କହିଲା ନବ ଧ୍ରୁବାଦଳ ସୁନ୍ଦର ଶ୍ୟାମଳ ତନୁ ନିମେ ଯାର କୋଟି କାମକୁ ତନୁ ନିଜେ ଯାର କୋଟି କାମକୁ ହେ ତନୁ ନିଜେ ଯାର କୋଟି କାମକୁ କହିଲା ପାଦ ଲାଗି ଶିଳା ହୁଅନ୍ତେ ସୁଶୀଳା ପାଦ କହିଲା ହାତେ ଦେଲେ ରୁଚି ଗୌତମକୁ ମନରେ ଭଜ ରାମ ଭଜ ରାମ ନାମକୁ ଭଜ ରାମ ନାମକୁ ମନରେ ଭଜ ରାମ ଭଜ ରାମ ନାମକୁ ଏ ମନରେ ମନରେ ଭଜ କରିବା ପାଇଁ କି କହିବେ ନାହିଁ ମନରେ କେତେ ଲୀଳା ଲଗେଇଛ ପ୍ରଭୁ ସଚିଙ୍କ ଦୁଲାଳ ମନରେ ଆଉ ଆନନ୍ଦ ମନରେ ଏବେ ସର୍ବେ ବୋଲ ହରି ହରି ମନରେ ଆଉ ହରି କରିଦେବେ ବାବା ପରାଏ ଭବାନୀ ମନରେ ଆଉ ଦେଉଠାରେ ଚାଲିଥାଏ ଧନ ନାମ ସଂକୀର୍ତ୍ତନ ମନରେ ଆଉ ସେ ସ୍ଥାନକୁ ବୋଲାଏ ଗୋଲେ ବୃନ୍ଦାବନ ଆଉ ଆନନ୍ଦ ମନରେ ଏବେ ପରା ବୋଲ ହରି ହରି ସର୍ବେ ବୋଲ ମନାନନ୍ଦେ କବା ଧନରେ ଅନୁଷ୍ଠାନ ତରଫରୁ ମଉସା ପୁଷ୍ପମାଲ୍ୟ ସହିତ 50ଟି ମୁଦ୍ରା ସ୍ନେହ ପ୍ରଦାନ କରିଛନ୍ତି ତତ୍ ସହିତ ସୁରଥ ଭାଇ କିଛି ସ୍ନେହ ଆଶୀର୍ବାଦ ପ୍ରଦାନ କରିଛନ୍ତି କ୍ଷୁଦ୍ର କଳାକାର ପାଇଁ ଆଉ ତ ଆମ ପାଖରେ କିଛି ଦବାକୁ ନାହିଁ ତଥାପି ପ୍ରଭୁଙ୍କୁ ପଦୁଟିଏ ଡାକିବା କେମିତି ଆରେ ପ୍ରଭୁ କିଏ ଇଏ କଲା ଭାଲେ ଶୁଭ୍ର ଶଶୀ ଜଟା ସୁଗଙ୍ଗା ତନୁ ଫଣୀନ୍ଦ୍ର ନୟନ ହୁଦାସ ନାରୀ ଅର୍ଦ୍ଧକାୟ ଗରଳ କଣ୍ଠ ହିତସ୍ୟ ଦେବ ତବ ଶତ୍ରୁ ନାଶ ହେ କର୍ମ କର୍ମଦାୟ ହର ହର ମହାଦେବ ଆଜି ବାପା ସୋମବାର ଦୋଳ ପୂର୍ଣ୍ଣିମା ତିଥି ଆବିର୍ଭାବ ହେଇଛନ୍ତି ଗୌରାଙ୍ଗ ମୋ ମା ପୀଠରେ ଚାଲିଛି ନାମ ସଂକୀର୍ତ୍ତନ ସେଇ ମହାପ୍ରଭୁ ପବିତ୍ର ପୀଠରେ ଉପସ୍ଥିତ ରହି ସମସ୍ତଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ସଙ୍ଗେ ଏ ପବିତ୍ର ପଲ୍ଲୀରୁ ଅଗ୍ନି ଭୟ ଚୌର ଭୟ ବ୍ୟାଧି ଭୟକୁ ଦୂରୀଭୂତ କରି ଏ ଅନୁଷ୍ଠାନକୁ ଦୀର୍ଘାଉ କରନ୍ତୁ ସର୍ବେ ବୋଲ ଆନନ୍ଦେ କବା ତେଣୁ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ସଙ୍ଗେ ଏ ଅନୁଷ୍ଠାନକୁ ଦୀର୍ଘାଉ କରନ୍ତୁ ବୋଲ ଆନନ୍ଦେ କବା ହରି ବୋଲ ମନ କରନ ଦେଇ ସୁଜନେ
ହଁ ଚୈତନ୍ୟ ମହାପ୍ରଭୁଙ୍କୁ ପଦୁଟିଏ ନିବେଦନ କରି ବନ୍ଦନା କଲେ ତାପରେ ହଁ ଆମେ ହବା ଗନ୍ତବ୍ୟ ପଥର ପଥି। ପଥିକ ଆଜ୍ଞା ମଉସା କଣ ଗୋଟେ କହୁଛନ୍ତି ବୋଧେ। ହଉ ହଉ ତେଣୁ ହେ ମହାପ୍ରଭୁ ହଁ ହଁ ଏଇ ଭାବନା କରି ସେଟା ନମସ୍କ ହନାରେ କରୁଣା ଭାଇ ସିଏ ଠିକ ପବନ ତମକୁ ଦେବେ ତମେ କାହିଁକି ଏମିତି ହଉଛ। ଆଜ୍ଞା ଆଜ୍ଞା ଆରେ ଆଜିକାଲି ସିନା ଫ୍ୟାନ ହେଇଗଲା ଆଜ୍ଞା ଆମେ ତ ଡିବି ଲଣ୍ଠନରେ ପାଠ ପଢିଥିଲେ ନା ନାଇଁ ପଢିଥିଲା ନା ଆଉ ସେତେବେଳେ ତ କାହାକୁ ଫ୍ୟାନ ମାଗୁ ନଥିଲେ। ନାଇଁ ତ ପୁଅରେ ଯେତେ ଆମେ ଉନ୍ନତି କରୁଛେ ସେତେ ଇନ୍ସୁଲିନ ଇଞ୍ଜେକ୍ସନ ନଉଛେ। ଆଜ୍ଞା ସତ କଥା ଆଜ୍ଞା ଆଜ୍ଞା ତେଣୁ ହେ ମହାପ୍ରଭୁ ହଁ ତେଣୁ ଘଟଣାଟି ହେଲା କଣ କଣ ସେଦିନ ଅକର୍ମ କର୍ମଦାୟକ ହର ହର ମହାଦେବ ହଁ କୈଳାସ ପର୍ବତ ଉପରେ ହଁ ବାପା ଯୋଗ ଧ୍ୟାନରେ ବସିଛନ୍ତି। ହେଲା ଆକୁ ଦେଖିଲା କିଏ କିଏ ମୋ ମା ଦେଖିଲା। ହଁ ମା କିଏ ସେ ଭବାନୀ ନା ଉମା କାଟାୟନୀ ଗୌରୀ କାଳୀ ହୈମବନ୍ତୀ ସୁରା ହଁ ଶିବାନୀ ମାମାଲ ଭବାନୀ ମା ମୋର ଦେଖିଲା। ହଁ କଲାରେ ସଂସାରରେ ଯେତେ ଦେବତା ଅଛନ୍ତି ହଁ ମୋ ସ୍ୱାମୀ ହଉଛନ୍ତି ବଡ ହଁ ତେଣୁ ସମସ୍ତେ କହୁଛନ୍ତି ମହାଦେବ। ମହାଦେବ ଇଏ ପୁଣି ମହାଦେବ ହେଇକି କାହାକୁ ଡାକିଲେ ହଁ ଆଙ୍କୁ ତ ଦେବତା ମାନେ ଡାକିବା କଥା। ଆଜ୍ଞା ତେଣୁ ମା ଜାତିଟା ଆଜ୍ଞା ଟିକେ ସନ୍ଦେହୀ ଜାତି ହଁ ତେଣୁ ପାର୍ବତୀ ମନରେ ସନ୍ଦେହ ସୃଷ୍ଟି ହେଲା। ହଁ କହିଲା ଇଏ ବୋଧେ ଆଉ କାହାକୁ ଡାକିଲାଣି ନାଇଁ ନାଇଁ ମୁଁ ବୁଢୀ ହେଲିଣି ତ ହଁ ହଁ ଆଉ ୟାର ପସନ୍ଦ ହଉନି ନାଇଁ ଆଉ କଣ କୁଆଡେ ଠିକେଇଲା କି କିରେ ଏଇ ଭାବନା କରି ମା ପାର୍ବତୀ ଆହା ମନେ ମନେ ଚିନ୍ତା କଲା ହଁ କହିଲା ମତେ ତ ବୁଢା ବାହା ସମୟରେ ହଁ କହିଥିଲା ପାର୍ବତୀ ଲୋ ଓ ପଥ ପଚାରି ପିତା ଘର ଯିବୁ ଆଉ କୈଳାସକୁ ମନ ନ କରି ହଁ ମୁଁ ଆଗ ଦେଖେଇ ଆମ ବୁଢା କୋଉ ମୁଡରେ ଅଛି। ଅଛି ଅଛି ପରେ ଏଇ ଏଇ ଭାବନା କରି ଆହା କଲା ଧୀରେ ଧୀରେ ଜନନୀ ଲୋ ଆହା କଲା ଧୀରେ ଧୀରେ ଜନନୀ ଲୋ ଆଲୋ ତହୁ ଚଳି ଗଲା ହୋ ତହୁ ଚଳି ଗଲା ତହୁ ଚଳି ଗଲା ଏବେ ତହୁ ଚଳି ଗଲା ହୋ ତହୁ ଚଳି ଗଲା ଆହା ପ୍ରଭୁଙ୍କ ନିଜେ ଯାଇ ହେବେ ଯାଇ ପ୍ରବେଶ ହୋଇଲା ହୋ ପ୍ରବେଶ ହୋଇଲା ପ୍ରବେଶ ହୋଇଲା ଏବେ ପ୍ରବେଶ ହୋଇଲା ହୋ ପ୍ରବେଶ ହୋଇଲା ମୋ ପ୍ରଭୁ ବସିଛି ଯୋଗ ଧ୍ୟାନରେ ହଁ ପହଞ୍ଚିଗଲା ପାର୍ବତୀ ପାର୍ବତୀ କହିଲା ଦେଖିବି କେମିତି ତପସ୍ୟା ଭାଙ୍ଗିବି ହଁ ବାଇଚାନ୍ସ ଯଦି ତପ ଭାଙ୍ଗୁ ଭାଙ୍ଗୁ ହଁ ବୁଢା ନିଶା ଉପରେ ଥବ ହଁ ମତେ ମାରି ପକେଇବ। ହେଲା ମୁଁ ଆଗ ଦେଖେଇ ମୋ ପ୍ରଭୁ କେମିତି ଅଛି ହଁ ଦେଖିଲା ନାଇଁ ପ୍ରଭୁ ଠିକ ମୁଁ ନଅଟା ପଡା ନଅଟା ପଡ଼ା ଗୋଟେ ଗାଁ ଗୋଟେ ଗାଁ ଗୋଟେ ଗାଡିଆ ଗୋଟେ ଗାଡ଼ିଆ ଯଦି କହି ନ ପାରିବ ଏ ଆରେ ତମେ କି ପାଞ୍ଚ ଗଡିଆ ହଁ କୁହ ହଁ ପାଞ୍ଚଟା ଗଡ ନଅଟା ପଡା ହଁ ଗୋଟେ ଗାଁ ହଁ ଗୋଟେ ଗାଡିଆ ଗାଡ଼ିଆ ଯଦି କହି ନ ପାରିବ ହଁ ଆରେ ତମେ କି ପାଞ୍ଚ ଗଡିଆ ହେଲା ଓ ଖୋଜୁଥାରେ ତମ ଗଡ କୋଉଠି ରହିଲା। ଆଜ୍ଞା ଗଡ଼ ଅଛି ହଉ ତେଣୁ ହେ ମହାପ୍ରଭୁ ଏ ସେଇ ଗଡ ଭିତରୁ ଗୋଟାଏ ଗଡ ହଁ ଗଡ ହେଲା ବାଙ୍କି ବାଙ୍କୁଇ ଗଡ଼ ସେଇ ବାଙ୍କୁଇ ଗଡରେ ଗୋଟାଏ ପୁଅ ଜନ୍ମ ହେଲା ଆହା ସେ ପୁଅ ନାଁଟି ହେଲା ଅନଙ୍ଗନରେ ହଁ ତେଣୁ ତାଙ୍କରି ଭାଷାରେ ଡାକିଲେ ପାର୍ବତୀ ହଁ କଲା ବନ୍ଧୀ ପାର୍ବତୀ ନାଥ ଆଲୋ କୈଳାସବାସୀ ହେ କୈଳାସବାସୀ କୈଳାସବାସୀ ଏବେ କୈଳାସବାସୀ ହୋ କୈଳାସବାସୀ ସଂସାରର ପାତାଳରେ ସଂସାରର ପାତାଳରେ ଆହା ବିଷ ଦେଲଗାଛି ହୋ ବିଷ ଦେଲଗାଛି ବିଷ ଦେଲଗାଛି ଏବେ ବିଷ ଦେଲଗାଛି ହୋ ବିଷ ଦେଲଗାଛି କହିଲେ ପ୍ରାଣନାଥ ସଂସାରକୁ ରକ୍ଷା କରିବା ପାଇଁ ଆପଣ ଅକୁଟିତ ଚିତ୍ତରେ ବିଷପାନ କଲେ ହେଲା ଏ ପାର୍ବତୀ ଡାକୁଛି ଟିକେ
ଶୁଣିଲ ଶୁଣିଲନି ପ୍ରଭୁ ହଁ ଓହୋ ଆଜ୍ଞା ହେ ମହାପ୍ରଭୁ ଏଇ ଭାବନା କରି ପୁନର୍ବାର ମା ଡାକୁଛନ୍ତି ପାର୍ବତୀ ହଁ ହଁ କେମିତି କେମିତି କଲା ଅନ୍ଧକାସୁରକୁ ନାଶି ରଖିଲ ଧରଣୀ ତୁମ ପାଦେ ବନ୍ଧୁ ଅଛି ଆହେ ଶୂଳ ପାରି 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 ମୋ ପ୍ରଭୁ ଉଠିଲା ହଁ